ନାଇଁ ନାଇଁ ସିନ୍ଦୁର ଗୋଟେ ସମଗ୍ର ଦେଶର ସ୍ୱାର୍ଥ ସୁରକ୍ଷା ଅଖଣ୍ଡତାର ପ୍ରଶ୍ନ। ସିନ୍ଦୁର ଅଭିଯାନକୁ ସମଗ୍ର ଦେଶବାସୀ ଆମେ ସମର୍ଥନ କରିଥିଲୁ କରିବୁ ଆଗାମୀ ଦିନରେ ମଧ୍ୟ ଆସିଲେ ମଧ୍ୟ କରିବୁ। ଆଉ ସମଗ୍ର ଦେଶବାସୀ ସେନାବାହିନୀ ପଛରେ ଅଛନ୍ତି। ସରକାରଙ୍କ ନିଷ୍ପତ୍ତି ପଛରେ ସମଗ୍ର ବିରୋଧୀ ଦଳ ମଧ୍ୟ ରହିଥିଲେ, ସମସ୍ତେ ସମର୍ଥନ ଦେଇଥିଲେ। କଂଗ୍ରେସ ଦେଇଥିଲା, ବିଜେଡି ଦେଇଥିଲା, ସମସ୍ତେ ଦେଇଥିଲେ। ତ ସବୁ ପରିପ୍ରେକ୍ଷୀରେ ଯେତେବେଳେ ଦେଶବାସୀ ବା ଦେଶର ରାଜନୈତିକ ଦଳ ଆପଣଙ୍କୁ ସବୁ କିଛି ଖୋଲା ଛାଡ଼ି ଦେଉଛନ୍ତି, ୱାକ୍ ଓଭର ଦେଇ ଦେଉଛନ୍ତି, ସେହି ସମୟରେ ଯାହା ହେବା ଦରକାର ସବୁ ଟ୍ରାନ୍ସପାରେଣ୍ଟଲି ହେଲେ ଦେଶବାସୀ ଜାଣିପାରନ୍ତେ କାହିଁକି ଯୁଦ୍ଧ ବନ୍ଦ ହେଲା। ଯୁଦ୍ଧ ଡିଜିଏମ୍ଓ ଲେଭେଲରେ ବନ୍ଦ ହେଲା ନା ବାହାର ଚାପରେ ବନ୍ଦ ହେଲା, ସେ ବିଷୟ ଦେଶବାସୀ ଜାଣିବାର ଆବଶ୍ୟକତା ଅଛି। ଆପଣ ଦେଖନ୍ତୁ ସେମିତି କିଛି କିଏ ଲୋକ ବୁଝିଲେ ହଁ ସେମାନେ ଆମର ତ ସେତେବେଳେ ପ୍ରଚାର କରାଗଲା ସେମାନେ ଆସିକି ଘୁଟନୁ के बल पर आके हमको रिक्वेस्ट किए ଯୁଦ୍ଧ ବନ୍ଦ ହେଲା ଆଉ କଲେ ଆମେ ଦେବୁ। ତାର ତ 2 ଦିନ ପରେ ସିଏ ପୁଣି ଅଟାକ ଫଟାକ କଲା, ପାକିସ୍ତାନ ସୀମାନ୍ତରେ କରିଥିଲା। କିନ୍ତୁ ତାର କିଛି ଦିନ ପରେ ଆପଣ ଦେଖିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସିଏ ଗୋଟେ କହିଲେ ମୁଁ ଡାକିକିରି ପରମାଣବିକ ଯୁଦ୍ଧ ହେଉଥିଲା ଆଉ ପରମାଣବିକ ଯୁଦ୍ଧ ଆଡ଼କୁ ମୁହାଁଉଥିଲା ଉଭୟଙ୍କ ଯୁଦ୍ଧ, ଯଦି ସେଟାକୁ ବନ୍ଦ ନ କରିଥାନ୍ତି ଗୋଟେ ଡିଭାଷ୍ଟେସନ୍ ହେଇଥାନ୍ତା। ମୁଁ ବନ୍ଦ କଲି, ଆଇ ଷ୍ଟପ୍ ଦ ୱାର୍। ଏକ୍ଜାକ୍ଟଲି ହି ୟୁଜ୍ ଦ ୱାର୍ଡ ଆଇ ଷ୍ଟପ୍ ଦି ୱାର୍। ମୁଁ ସେମାନଙ୍କୁ ମାନେ ସେମାନଙ୍କ ସହିତ ବ୍ୟବସାୟିକ ସମ୍ପର୍କ ବନ୍ଦ କରିବା ପାଇଁ କହିଲି। ତାପରେ ଉଭୟ ଦେଶ ଆସିକି ଆମ ସହିତ ଆଲୋଚନା କରିକି ଯୁଦ୍ଧ ବନ୍ଦ ନେଇ ରାଜି ହେଲେ। ଏଇ ଯେଉଁ କଥାଟି କହିଥିଲେ ଥରେ ନୁହଁ 29 ଥର ସେ କହିଲେଣି। ତାକୁ ବି ନେଇକରି ଗତକାଲିର ବିତର୍କର ମୁଖ୍ୟ କଥା ଥିଲା ସିନ୍ଦୁରକୁ ସମ୍ପୂର୍ଣ୍ଣ ସମର୍ଥନ, ସିନ୍ଦୁରକୁ କୌଣସି ପ୍ରକାର ବିବାଦ ନାହିଁ। ହେଲେ ଯେଉଁ ବାହାରେ ଯେଉଁ ବାହ୍ୟ ଶକ୍ତି ଆମର ସିମଲା ରାଜିନାମା ଅନୁସାରେ ଭାରତ ପାକିସ୍ତାନ ଭିତରେ ଯଦି କେବେ କୌଣସି ଅସୁବିଧା ହୁଏ ତୃତୀୟ ପକ୍ଷର ଆବଶ୍ୟକତା ନାହିଁ ମଧ୍ୟସ୍ଥତାର, ବୁଝିପାରୁଛନ୍ତି ତ ଯେହେତୁ ତୃତୀୟ ପକ୍ଷର ମଧ୍ୟସ୍ଥତା ଆବଶ୍ୟକତା ନାହିଁ, ଆମେରିକା ରାଷ୍ଟ୍ରପତି କେମିତି କହୁଛନ୍ତି ମୁଁ କରୁଛି ବୋଲିକିରି ଯୁଦ୍ଧ ବନ୍ଦ କଲି ବୋଲିକିରି, ଏଇ ଯେଉଁ କଥାଟି ନିହାତି ଭାବରେ ଦେଶବାସୀଙ୍କ ଭିତରେ ଶଙ୍କାର କାରଣ ପାଲଟିଛି, ଶଙ୍କା ସୃଷ୍ଟି କରିଛି। ଯେଉଁଥିପାଇଁ ଗତକାଲି ସଂସଦରେ ଗୋଟେ ଝଡ଼ ସୃଷ୍ଟି ହେଲା। ରାହୁଲ ଗାନ୍ଧୀ ବି ସେ କଥା ପଚାରିଲେ, ପ୍ରିୟଙ୍କା ଗାନ୍ଧୀ ବି ସେଇ ପ୍ରଶ୍ନ ପଚାରିଲେ। ଅନୁରୂପ ଭାବରେ ମାନେ ବିତର୍କ ହେଲା। ସେ ଗୋଟିଏ ପ୍ରଶ୍ନର ଉତ୍ତର ସେମାନେ ଯେଉଁ ମାଗୁଥିଲେ ଯେ ଆପଣ କୁହନ୍ତୁ ଠିକ୍ ସବୁ କଥା ଠିକ୍ ଯେ ଡୋନାଲ୍ଡ ଟ୍ରମ୍ପ ମିଛ କହୁଛନ୍ତି ବୋଲି କହିଦିଅନ୍ତୁ। ସେ ଉତ୍ତର ଯଦି ମିଳିଲାନି ତଥାପି ଆମେ କହିବା ସେ ବିତର୍କ ସେମାନଙ୍କ ରାଜନୀତି ଦିଗକୁ ଯାଉଛି ଯାଉ। ସିନ୍ଦୁର ଯେହେତୁ ଗୋଟେ ରାଷ୍ଟ୍ରର ସୁରକ୍ଷା ସମ୍ପର୍କିତ ପ୍ରସଙ୍ଗ ସମଗ୍ର ଦେଶବାସୀଙ୍କର ସମର୍ଥନ ଥିଲା, ସମଗ୍ର ଦେଶବାସୀଙ୍କର ସମର୍ଥନ ରହିବ। ସେଥିରେ ବିଜୁ ଜନତା ଦଳ ମଧ୍ୟ ସମର୍ଥନ କରିଛି। କିନ୍ତୁ ଏଇ ଯେଉଁ ବର୍ତ୍ତମାନ ଓଡ଼ିଶାରେ ଯେଉଁ ଅନାସ୍ଥା ପ୍ରସ୍ତାବ ଡାକରା ଦିଆହେଇଛି, ତେଣୁ ଆପଣ ବୁଝିପାରିବେନି ଯେ ଅନ୍ୟ ବିରୋଧୀ ଦଳମାନେ ମଧ୍ୟ ତ ଭିନ୍ନ ଭିନ୍ନ ପ୍ରଶ୍ନ ପଚାରି ପାରିଲେ, ଅନ୍ୟ ଯେଉଁ ରହିଥିବା କେତୋଟି ପ୍ରଶ୍ନ ମୋର ବିରୋଧୀ ଦଳ ଉଠେଇ ପାରିଲେ। ବିଜେଡ଼ି ଚାହିଁଥିଲେ ଉଠେଇ ପାରିଥାନ୍ତା କିନ୍ତୁ ବିଜେଡ଼ି ଉଠେଇଲା ନାହିଁ। ତେଣୁ ଏଥିରୁ ଯାହା ଅନୁମାନ କରିହେବ ଯେ ଯଦି କଂଗ୍ରେସ ବି ଅନାସ୍ଥା ପ୍ରସ୍ତାବ ଆଣେ ବିଜେଡ଼ି ସମର୍ଥନ କରିବ କି ନାହିଁ, ଯଦି ବିଜେଡ଼ି ଅନାସ୍ଥା ପ୍ରସ୍ତାବ ଆଣିବ କି ନାହିଁ ସେଇଟା ବି ଚିନ୍ତାର କଥା। ତାଙ୍କ ଦଳ କେଉଁ ଆଭିମୁଖ୍ୟ ଦେଇକି ଆଗକୁ ଯିବ, ଏକାକି ଯିବ କି ଏକାଠି କାହା ସାଙ୍ଗରେ ଯିବ। ତେଣୁ ଇଏ ପ୍ରସଙ୍ଗ ଏପର୍ଯ୍ୟନ୍ତ ବିଜୁ ଜନତା ଦଳ ଆଭିମୁଖ୍ୟ ସ୍ପଷ୍ଟ କରିନାହିଁ। ଇଏ କେବଳ ବିରୋଧାଭାସ ଚାଲିଛି। ଇଏ ପ୍ରସଙ୍ଗରେ ମହିଳା ହଉ ଇଏ ହଉ ସିଏ ହଉ ବିଭିନ୍ନ ପ୍ରସଙ୍ଗରେ ବିରୋଧ କରୁଛି। ଏ ବିରୋଧ ପ୍ରକୃତ ବିରୋଧ, ଆନ୍ତରିକତାପୂର୍ଣ୍ଣ ବିରୋଧ ନା ଗଠନମୂଳକ ବିରୋଧ ନା ଇଏ ଚତୁରକୁଳା କୋଳି, ଏ ସବୁ ଜିନିଷ ଆଜ୍ଞା ଆଗକୁ ସ୍ପଷ୍ଟ ହେବ ଯେଉଁଦିନ ବିଜୁ ଜନତା ଦଳ ତାର ଗୋଟେ ଲାଇନ୍, ବର୍ତ୍ତମାନ ତ ଆଗରୁ ଶାସନ କଳରେ ଥିଲା, ତେଣୁ ସମଦୂରତ୍ୱ ଠିକ୍ ଅଛି। ଏବେ ତ ବିରୋଧୀ ଦଳର ରହିଲେଣି ମୁଖ୍ୟ ବିରୋଧୀ, ଆଉ ସେ ସମଦୂରତ୍ୱ ଫର୍ମୁଲା କାମ କରିବନି। ଆପଣମାନେ ଯାହା କିଛି ଗୋଟେ ସ୍ପଷ୍ଟ ଗୋଟେ ଲକ୍ଷଣ ରେଖା ଟାଣିବାକୁ ପଡ଼ିବ। ଦେଖିବା ଆଗାମୀ ଦିନରେ ବିଜୁ ଜନତା ଦଳ କ'ଣ ଆଭିମୁଖ୍ୟ ନେଉଛି। ଆଉ ଶେଷରେ ଏତିକି କହିବି ଯେ ଯେଉଁ ଭକ୍ତ ଦାସ କହିଛନ୍ତି ଯେଉଁ ଅନାସ୍ଥା କଥା, ଏଇଟା ଗୋଟେ ରାଜନୈତିକ ଚର୍ଚ୍ଚାର ଖୋରାକ ଯୋଗେଇଛି କେବଳ। ନା ଭକ୍ତ ଦାସ ଆଣିପାରିବେ, ଆଣିଲେ ବି ତାଙ୍କର ସଂଖ୍ୟା ନାହିଁ, ନା ବିଜେଡ଼ି ଆଣିବ କି ନାହିଁ ସେଟା ବି ଏପର୍ଯ୍ୟନ୍ତ